ମା ଆଜି ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 299। ପ୍ରଭୁ ଲେଖୁଛନ୍ତି, ମନୁଷ୍ୟମାନେ ବଳ ଓ ଆନନ୍ଦ ବିଷୟରେ ସତେଅବା କ୍ଳାନ୍ତ ହୋଇ ପଡ଼ିଛନ୍ତି ଓ ଦୁଃଖ ଏବଂ ଦୁର୍ବଳତାକୁ ଗୁଣ ବୋଲି କହିଛନ୍ତି। ଜ୍ଞାନ ଲାଭରେ କ୍ଳାନ୍ତ ହୋଇ ଅଜ୍ଞାନକୁ ପବିତ୍ରତା ବୋଲି କହିଛନ୍ତି ଏବଂ ପ୍ରେମରେ କ୍ଳାନ୍ତ ହୋଇ ହୃଦୟହୀନତାକୁ ହିଁ ଆଲୋକନ ଏବଂ ପ୍ରଜ୍ଞା ବୋଲି କହିଛନ୍ତି। ଏଇଟା ଆମେ ଆଲୋଚନା କରୁଥିଲେ ଯେ ପ୍ରକୃତରେ ମନୁଷ୍ୟ ଏମିତି ଏକ ଅବସ୍ଥାରେ ଆସି ପହଞ୍ଚିଯାଏ ଯେତେବେଳେ ସେ ଆତ୍ମା ଦ୍ୱାରା ପରିଚାଳିତ ନ ହୋଇ ବାହ୍ୟ ମନ ପ୍ରାଣ ଶରୀର ଦ୍ୱାରା ପରିଚାଳିତ ହୁଏ ଏବଂ ନିମ୍ନ ପ୍ରାଣ ସ୍ତରକୁ ବା ନିମ୍ନ ମନ ସ୍ତରକୁ ମଧ୍ୟ ଯେତେବେଳେ ସେ ଖସିଯାଏ ତା ଦ୍ୱାରା କେବଳ ପରିଚାଳିତ ହୁଏ, ସେତେବେଳେ ସେ ଯୋଉ ଗୁଡ଼ିକ ଅସାମର୍ଥ୍ୟତା, ଯୋଉ ଗୁଡ଼ିକ ତାକୁ ଅଗ୍ରଗତି ପଛରେ ବାଧକ ହୋଇ ସୃଷ୍ଟି ହୁଏ, ସେ ତାକୁ ହିଁ ତାର ସମ୍ପତ୍ତି ବୋଲି ମନେ କରେ। ଆପଣ ଅନେକ ସମୟରେ ଦେଖନ୍ତୁ, ଯେତେବେଳେ ପର୍ଯ୍ୟନ୍ତ ବ୍ୟକ୍ତି ନିଜେ ଯାହା କରୁଥାଏ, ନିଜେ ଯାହା କହୁଥାଏ, ନିଜେ ଯେପରି ବଞ୍ଚୁଥାଏ, ତାହା ଯେ ସଠିକ ମାର୍ଗରେ ନାହିଁ ବା ତାହା ଯେ ସେ ଭୁଲ କରୁଛି, ଯେ ପର୍ଯ୍ୟନ୍ତ ସିଏ ଏ ବିଷୟରେ ସଚେତନ ନ ହୋଇଛି, ସେ ପର୍ଯ୍ୟନ୍ତ ସିଏ କ'ଣ କରେ? ତାକୁ ସମର୍ଥନ କରେ ଏବଂ ତା ସପକ୍ଷରେ ଅନେକ ଅଧିକ ଯୁକ୍ତି। ତେଣୁ ଇଏ ଗୋଟେ ଅବସ୍ଥା ସେଟା। ତେଣୁ ଆପଣ ସଚରାଚର ଭୂମିରେ ସବୁଆଡେ ଦେଖିବେ, ଯୋଉମାନେ ଅହଂ ଦ୍ୱାରା ପରିଚାଳିତ ହଉଛନ୍ତି, ଯୋଉମାନେ ସ୍ୱାର୍ଥ ପ୍ରଣୋଦିତ ହେଇକି ପରିଚାଳିତ ହଉଛନ୍ତି, ସେମାନେ ଯେ ପଥଭ୍ରଷ୍ଟ ହେଇ ଚାଲିଛନ୍ତି ଏ ବିଷୟରେ ସେମାନେ ସଚେତନ ନଥାନ୍ତି ଏବଂ ସେମାନେ ନିଜକୁ ସମର୍ଥନ କରି କହନ୍ତି ଯେ ମୁଁ ଠିକ ମାର୍ଗରେ ଅଛି। ଅନେକ ସମୟରେ ଆପଣମାନେ ଦେଖିଥିବେ ଭିନ୍ନ ଭିନ୍ନ ପ୍ରକାରର ଯୁକ୍ତି ଦିଆଯାଏ, ଯେପରି ମୁଁ ଯେକୌଣସି ଉପାୟରେ ଭଗବାନ ପାଇଁ ଯଦି ଅର୍ଥ ଆଣିଲି ତେବେ ତାହା ସଠିକ ବୋଲି ନିଜକୁ ନିଜେ ଆମେ ସାଟିସ୍ଫାଏ ଦଉ। ମାଙ୍କ ପାଇଁ ଆଣିଲି, ଭଗବାନ ପାଇଁ ଆଣିଲି, କିନ୍ତୁ ତାହା କୋଉ ମାର୍ଗରେ ଆଣିଛି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଯୋଉ ମେସେଜ ରହିଛି ଯେ ଆଟିଚ୍ୟୁଡ ଇଜ ଇମ୍ପୋର୍ଟାଣ୍ଟ, ମନୋଭାବ ତମର ହଉଛି ଇମ୍ପୋର୍ଟାଣ୍ଟ, ସିଏ କୁହନ୍ତି ଉଦ୍ଦେଶ୍ୟ ହଉଛି ଯେ ଉଦ୍ଦେଶ୍ୟ ଗୋଟେ କହିବେ କ'ଣ ଯେ ମନେ କରାଯାଉ ଭଗବାନଙ୍କ କଥା ଟିକେ କାନରେ ପଡିବ ତ ମୁଁ ଯୋଉ ଉପାୟରେ ତାକୁ ଡାକେ, ଠିକ ଅଛି, କିନ୍ତୁ ତମର ଅବଜେକ୍ଟିଭ, ତମ ନିଜର ବ୍ୟକ୍ତିର ଯୋଉ ଉଦ୍ଦେଶ୍ୟ ରହିଛି ସେ ଉଦ୍ଦେଶ୍ୟ କ'ଣ କରେ? ଯୋଉ ଘଟଣା ଘଟେ ସେ ଘଟଣା ପଶ୍ଚାତରେ ରହିଥାଏ। ତେଣୁ ସୂକ୍ଷ୍ମ ସ୍ତରରେ ସେ କ'ଣ କରେ? ତାର ଭ୍ୟାଲ୍ୟୁକୁ କମେଇ ଦିଏ। ତେଣୁ ଅହଂ ପ୍ରଣୋଦିତ ହେଇ, ସ୍ୱାର୍ଥ ପ୍ରଣୋଦିତ ହେଇ ବ୍ୟକ୍ତି ଯେତେବେଳେ ବଞ୍ଚୁଥାଏ, ସେତେବେଳେ ସେ ତାର ଦୁର୍ବଳତା, ତାର ଅସାମର୍ଥ୍ୟତା, ତାର ଦୁଃଖ, ତାକୁ ସବୁ ସେ ମହିମାନ୍ୱିତ କରେ ଏବଂ ତାକୁ ସେ ଆଲୋକ ଏବଂ ପ୍ରଜ୍ଞାର ଆଖ୍ୟା ଦିଏ। ପ୍ରଭୁ ଲେଖୁଛନ୍ତି ଯେ ସେ ସତେଅବା ବଳ ଓ ଆନନ୍ଦ ବିଷୟରେ କ୍ଳାନ୍ତ ହୋଇ ଦୁଃଖ ଓ ଦୁର୍ବଳତାକୁ ଗୁଣ ବୋଲି କହୁଛନ୍ତି। ଜ୍ଞାନ ଲାଭରେ କ୍ଳାନ୍ତ ହୋଇ ଅଜ୍ଞାନକୁ ପବିତ୍ରତା ବୋଲି କହୁଛନ୍ତି ଏବଂ ପ୍ରେମରେ କ୍ଳାନ୍ତ ହୋଇ ହୃଦୟହୀନତାକୁ ଆଲୋକନ ଏବଂ ପ୍ରଜ୍ଞା ବୋଲି କହୁଛନ୍ତି। ତେଣୁ ଇଏ କ'ଣ ହୁଏ? ସେମାନେ ଏକ ମିଥ୍ୟା ପ୍ରହେଳିକା ଦ୍ୱାରା ବଞ୍ଚନ୍ତି। ଯାହା କରୁଥାନ୍ତି ଜୀବନ ଯାକ ସେ ଭାବନ୍ତି ଯେ ମୁଁ ଉଚିତ ମାର୍ଗରେ ଅଛି, କିନ୍ତୁ ସେମାନେ ଠିକ ଅପୋଜିଟ ଟାକୁ ଧରନ୍ତି। ସେଥିପାଇଁ ଆମକୁ ସଚେତନ ହେବାକୁ ପଡିବ। ଆମେ ନିଜକୁ ନିଜେ କେମିତି ବିଚାର କରିପାରିବା? ଆପଣ ଦେଖିବେ ଯେ ଆପଣଙ୍କ ଭିତରେ ଡିସ୍କ୍ରିମିନେସନ ପାୱାର, ପାର୍ଥକ୍ୟ ବୋଧ ଜ୍ଞାନ ଆସୁଛି କି ଆସୁନାହିଁ? ଯଦି ପାର୍ଥକ୍ୟ ବୋଧ ଜ୍ଞାନ ଆସୁନାହିଁ, ତାମାନେ ଏପର୍ଯ୍ୟନ୍ତ ଆପଣ ଅଜ୍ଞାନତାଟାକୁ ଜ୍ଞାନ ବୋଲି ମନେ କରିଛନ୍ତି। ପାର୍ଥକ୍ୟ ବୋଧ କାହିଁକି? ପାର୍ଥକ୍ୟ ବୋଧ ଯଦି ନାହିଁ, ତେବେ କୋଉ ଘଟଣାଟି, କୋଉ ମୋର କାର୍ଯ୍ୟଟି, କୋଉ ମୋର ଚିନ୍ତାଟି, କୋଉ ବ୍ୟକ୍ତି ସହିତ ମୋର ସମ୍ପର୍କ, କୋଉ ବ୍ୟକ୍ତିର
କଥା ଦ୍ୱାରା ମୁଁ ପରିଚାଳିତ ହଉଛି, କୋଉ ବ୍ୟକ୍ତିକୁ ନେଇକି ମୁଁ କାମ କରୁଛି, ମୁଁ କୋଉ ପ୍ରକାରରେ କାର୍ଯ୍ୟ କରୁଛି, ଏ ସବୁର ପାର୍ଥକ୍ୟ ବୋଧ ଜ୍ଞାନ ନ ରହିଲେ ତାହା କ'ଣ ହବ, ମତେ ଭଗବତ ମାର୍ଗରେ ବା ଉଚ୍ଚତର ମାର୍ଗରେ ମତେ ଅଗ୍ରଗତି ନ କରାଇ ମତେ କ'ଣ କରିବ, ଅଧୋଗତିରେ ସାହାଯ୍ୟ କରେ। ଏକଥା ମତେ ବୁଝିବାରେ ସାହାଯ୍ୟ କରେ ମୋର ପାର୍ଥକ୍ୟ ବୋଧ ଜ୍ଞାନଟି। ଯଦି ତାହା ନାହିଁ, ତାମାନେ ଆପଣ ଏବେ ବି ଜାଣିବେ ଯେ ଆପଣ ଅଜ୍ଞାନତାକୁ ଜ୍ଞାନ ବୋଲି ମନେ କରି ବଞ୍ଚିଛନ୍ତି। ଇଏ ଗୋଟେ ସହଜ କଥାଟିଏ। ବେଳେ ବେଳେ କିନ୍ତୁ ଯଦି ମାଙ୍କର କୃପା ନଥାଏ, ଏଇଟା ଆମ ପାଖରେ କଷ୍ଟ ହେଇକି ଆସି ପହଞ୍ଚେ। ସେଥିପାଇଁ କୁହାଯାଏ, ପ୍ରଥମେ ଆପଣ ଦେଖିବେ ଯୋଉ ଘଟଣାରେ ଯେ ସମୟରେ ବି ହଉ, ଆପଣ ଆଗ ଦେଖିବେ ଯେ ଏଥିରେ ମୋର ବ୍ୟକ୍ତିଗତ ସ୍ୱାର୍ଥ ଅଛି କି, ମୋର ବ୍ୟକ୍ତିଗତ କିଛି ଦୁର୍ବଳତା ରହିଛି କି, ବ୍ୟକ୍ତିଗତ ଆସକ୍ତି କିଛି ରହିଛି କି, ଆଗ ତାକୁ ପରୀକ୍ଷା କରିବେ। ତାପରେ ଦେଖିବେ ସେଇ କାର୍ଯ୍ୟ ଫଳରେ ଅନୁଷ୍ଠାନ କ'ଣ ଲାଭ ପାଇବ। ଏବେ ଦେଖାଯାଉଛି ମତେ ଯୋଉଟା ଲାଭ, ସେଇଟା ଗୋଟେ ଲଙ୍ଗ ପ୍ରୋସେସରେ ଲାଭ କି ମୋର ଲାଭର ସଂଜ୍ଞା ହବ କୋଉ କାହାକୁ ନେଇକିରି, ଲୋକ ମୋ ଅନୁଷ୍ଠାନକୁ କେତେ ଭଲ କହୁଛନ୍ତି, ଲୋକ ମତେ କେତେ ପ୍ରଶଂସା କରୁଛନ୍ତି, ତା ନୁହେଁ। ଆପଣଙ୍କର ଅନୁଷ୍ଠାନର ବା ମୋର ବ୍ୟକ୍ତିଗତ ଯୋଉ ସଂକଳ୍ପ ରହିଥିଲା ଭଗବାନଙ୍କୁ ପୂର୍ଣ୍ଣ ରୂପେ ପରିପ୍ରକାଶ କରିବା, ତାହା ସେଇ ପରିପ୍ରକାଶ ଦିଗରେ ସହାୟତା କରୁଛି ତ, ନା ମତେ ଲାଗୁଛି ସହାୟତା କରୁଛି। ଏଇସବୁ ଜିନିଷକୁ ଆମକୁ ପରୀକ୍ଷା କରିବାକୁ ପଡିବ। ଇଏ ହେଲା ଦ୍ୱିତୀୟଟି। ତୃତୀୟଟି ହଉଛି, ସେଟା ହଉଛି କ'ଣ, ସିଧାସଳଖ ସବୁ ଘଟଣାକୁ ନିଜେ ନିଷ୍ପତ୍ତି କିଛି ନ ନେଇ ଆଗ ମାଙ୍କ ପାଖରେ ଯାଇକି କହିବେ ଯେ ଆଜି ଏଇଆ କରିବାର ଅଛି, ଆପଣ ମତେ ଗାଇଡ୍ କରନ୍ତୁ। ମୋର ବ୍ୟକ୍ତିଗତ ରୁଚି ଆ ଭିତରେ ବାଧା ସୃଷ୍ଟି କରିପାରେ, ମୋର ବ୍ୟକ୍ତିଗତ ସୀମିତ ଜ୍ଞାନ ଏଥିରେ ବାଧା ସୃଷ୍ଟି କରିପାରେ, ମତେ ତାଠାରୁ ଊର୍ଦ୍ଧ୍ୱକୁ ଉଠେଇ ନିଅନ୍ତୁ, ଆପଣଙ୍କ ଇଚ୍ଛା ଅନୁସାରେ ମତେ ପରିଚାଳିତ କରନ୍ତୁ। ଏହି ପ୍ରାର୍ଥନା, ଏହି ଆଶୀର୍ବାଦ କରି ରଖିବାକୁ ପଡିବ। ତାହେଲେ ଆମେ ଏଇ ପ୍ରକାରର ଯୋଉ ଦୁର୍ବଳତାରୁ ନିଜକୁ ଦୂରେଇ ରଖିପାରିବୁ।